राधे राधे। आज आम जाना श्रीमद भगवद गीता अध्याय 2 श्लोक 1 और 2 अथवा द्वितीय अध्याय सांख्य योग संजय उवाच तम तथा कृपयाविष्ट नश्रुपूर्णा कुलक्षण विषिदन्तमिदं वाक्यमुवाच मधुसूदन। ଯେତେବେଳେ ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ନିଜ ସମ୍ମୁଖରେ ନିଜର ସ୍ୱଜନ ସମୁଦାୟକୁ ଦେଖିଲେ ସେତେବେଳେ ସେ ଦୁଃଖ ଆଉ ବିଷାଦଗ୍ରସ୍ତ ହୋଇଗଲେ। ନିଜର ଧନୁଷର ଛାଡ଼ି ରଥର ପଛପଟେ ବସି ପଡ଼ିଲେ। ଆଉ ଏହି ଉବାଚ ସଞ୍ଜୟ ଉବାଚ ଅଟେ। ଏଠି ସଞ୍ଜୟ କହୁଛନ୍ତି କି ମହାରାଜ କରୁଣାରେ ପୂର୍ଣ୍ଣ ବିଷାଦଗ୍ରସ୍ତ ଅର୍ଜୁନ ଯେତେବେଳେ ନିଜର ଧନୁ ଓ ଶର ଛାଡ଼ି ରଥର ପଛପଟେ ବସି ପଡ଼ିଲେ ସେତେବେଳେ ଶ୍ରୀକୃଷ୍ଣ ମଧୁସୂଦନ ତାକୁ କିଛି କହିଲେ। ଆସନ୍ତୁ ଜାଣିବା ଦ୍ୱିତୀୟ ଶ୍ଲୋକରେ ଯେ କୃଷ୍ଣ ଅର୍ଜୁନକୁ କ'ଣ କହୁଛନ୍ତି। ଶ୍ରୀ ଭଗବାନ ବାଚ ତସ୍ତ କସ୍ମଲମିଦಂ ବିଷମେ ସମୁପସ୍ଥିତ ଅନାର୍ୟ ଜୁଷ୍ଟଂ ସ୍ୱର୍ଗମ୍ କୀର୍ତ୍ତିକରମ୍ ଅର୍ଜୁନ। ଯେତେବେଳେ ଅର୍ଜୁନ ଦୁଃଖ ଭରା ଓ ବିଷାଦଗ୍ରସ୍ତ ହୋଇ ଅଶ୍ରୁ ଭରା ନୟନରେ ନିଜର ଗାଣ୍ଡିବ ଧନୁ ଏବଂ ଶର ତଳେ ପକାଇ ଦେଇ ରଥର ପଛପଟେ ବସି ପଡ଼ିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି କି ହେ ଅର୍ଜୁନ ତୁମ ମନରେ ଏ ମୋହ ଆସିଲା କେଉଁଠୁ? ତୁମେ ଜଣେ ବୁଦ୍ଧିମାନ ଅଟ ଆଉ ଏହା ତମେ ବହୁତ ଭଲ ଭାବରେ ଜାଣ ଯେ ଏଇ ମୋହ ବୁଦ୍ଧିମାନ ତଥା ମହାପୁରୁଷ ମାନଙ୍କ ଦ୍ୱାରା ଆଚରିତ ନୁହେଁ କିମ୍ବା ଇଏ ସ୍ୱର୍ଗ ପ୍ରଦାୟ ନୁହେଁ ଓ କୀର୍ତ୍ତି ପ୍ରଦାୟ ବି ନୁହେଁ। ମୋହ ତୁମ ମନରେ ଆସିଲା କେଉଁଠୁ? ଭିଡ଼ିଓ ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଆପଣଙ୍କର ମତାମତ कमेंट सेक्शन में जनातु और एपरी सहज भाव में श्रीमद् भगवद गीतार प्रत्येक श्लोक को बुझिबा पे आम चैनल को सब्सक्राइब करंतु। राधे राधे।